ଷଠି ଓଷା ଓଡ଼ିଶାରେ ପାଳିତ ଏକ ପାରମ୍ପରିକ ଓଷା। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ, ଜନ୍ମଦା, ଦେବସେନା, ବାଳକଦା ବୋଲି କୁହାଯାଏ। ଷୋଡ଼ଶ ମାତୃକା ମଧ୍ୟରେ ତାଙ୍କୁ ଦେବସେନା ନାମରେ ପୂଜା କରାଯାଏ। ଗାଁରେ ମାଆ ମାନେ ତାଙ୍କୁ ପୂଜା କରିଥାନ୍ତି। ଷଠି ଠାକୁରାଣୀଙ୍କୁ ପିଲାଙ୍କର ଭଲ ମନ୍ଦ ପାଇଁ ମାଆ ମାନେ ପୂଜିଥାନ୍ତି। ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ଗଣେଶ ପୂଜାର 2 ଦିନ ପରେ ଷଠି ଓଷା ପାଳନ ହୁଏ। ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ। ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, 2 ପ୍ରକାର ଶାକାହାରୀ ତରକାରୀ ଭଳି 6 ପ୍ରକାର ଖାଦ୍ୟ ରନ୍ଧା ହୁଏ। ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା ଉପରେ ହଳଦୀ ରଖାଯାଏ। ଅପା, ମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳି, ସାରୁ ଆଦି 5 ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ। ଗୋଟିଏ ପୂର୍ଣ୍ଣ କୁମ୍ଭ ତା ଉପରେ ରଖାଯାଏ। ଗଳିଗୁଆ, ସିନ୍ଦୁର ଫରୁଆ, କଜଳପାତି ତା ପାଖରେ ଥୁଆ ହୁଏ। ତାପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ। ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି। ରାତିରେ 5 ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କର ରକ୍ଷା ବିଧାନାର୍ଥ ତାଙ୍କ ପିଠିରେ ମା ଆଦି ବର୍ଷିୟସୀମାନେ ଧୀରେ ଧୀରେ ଆଘାତ କରନ୍ତି। ଏହାକୁ ଷଠି ବାଡ଼ିଆ କହନ୍ତି। ଏତଦ୍ୱାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ୱାସ। ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି, ଓଲୁଅ ପରି ବଢ଼ିଯା, ବଣ ସାରୁ ପରି ମାଡ଼ିଯା, ଜିଁ ଜିଁ ବଜ୍ର ହୋ ବଜ୍ର ହୋ। ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଷ୍ଠୀ ବୋଲି କହନ୍ତି। ସ୍କନ୍ଧ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ୱରେ ଏ ଷଷ୍ଠୀର ନାମ ଅକ୍ଷୟା ଷଷ୍ଠୀ। ଚପେଟିର ଅର୍ଥ ଚାପୁଡ଼ା। ଚପେଟି ଷଷ୍ଠୀ ନାମରୁ ଅନୁମିତ ହୁଏ ଯେ ବର୍ଷିୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ ଷଠି ବାଡ଼ିଆ କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ରହିଛି।